ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଝୁମିଲା ବାହାନଗା। ଶଙ୍ଖ ହୁଳହୁଳି ଝାଞ୍ଜ କରତାଳ ଶବ୍ଦ ସହ ଜୟ ଶ୍ରୀରାମ ଧ୍ୱନିର ପ୍ରକମ୍ପିତ ହେଲା ବାହାନଗା ବଜାର। ଆଜି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କର ପ୍ରାଣ ପ୍ରତିଷ୍ଠା ସହ ମନ୍ଦିରର ପ୍ରତିଷ୍ଠା ଉତ୍ସବକୁ ବାହାନଗାର ପୁରୁଣା ବଜାର, ଖନ୍ତାପଡ଼ା, ଗୋପାଳପୁର, ଅଭଣା, କଲ୍ୟାଣୀ, ନୂଆପୁର, ଖରାସାହାପୁର, ପଥରପେଣ୍ଠ ଆଦି ବହୁ ସ୍ଥାନମାନଙ୍କରେ ଖୁବ୍ ଧୁମଧାମରେ ପାଳନ କରାଯାଇଥିଲା। ଶଙ୍ଖ ହୁଳହୁଳି ଝାଞ୍ଜ କରତାଳ ସହ ଜୟ ଶ୍ରୀରାମ ଧ୍ୱନିରେ ଚାରିଦିଗ ପ୍ରକମ୍ପିତ ହୋଇଥିଲା। ବାହାନଗାର ପ୍ରତ୍ୟେକ ଘର ଆଗରେ କଳସ ବସାଇବା ସହ ସାମୂହିକ ରାଲିରେ ଆବାଳ ବୃଦ୍ଧଙ୍କ ସହ ମହିଳାମାନେ ଶଙ୍ଖ ହୁଳହୁଳି ଓ ଶ୍ରୀରାମ ଧ୍ୱନି ସହ ପୁରା ବାହାନଗା ସହରକୁ ପରିକ୍ରମା କରିଥିଲେ। ଏହି ରାଲିରେ ବାହାନଗାର ସମସ୍ତ ଗ୍ରାମବାସୀ ଯୋଗ ଦେଇଥିଲେ। ସନ୍ଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଉଦ୍ଦେଶ୍ୟରେ ସାମୂହିକ ପ୍ରଦୀପ ପ୍ରଜ୍ୱଳନ କରି ବାଣ ରୋଷଣୀ ଶବ୍ଦ ସହ ପ୍ରଭୁ ଶ୍ରୀରାମଙ୍କ ପ୍ରତି ଭଲ ପାଇବାକୁ ପ୍ରତିପାଦିତ କରିଥିଲେ। ଦ୍ୱିପହର ଓ ସନ୍ଧ୍ୟାରେ ଗ୍ରାମବାସୀ ଅରୁଆ ଅନ୍ନ, ଖଚୁଡ଼ି ପ୍ରସାଦ ଖାଇବା ସହ ପ୍ରଭୁ ଶ୍ରୀରାମଙ୍କ ଜୟ ଜୟକାରରେ ଅଞ୍ଚଳକୁ ପ୍ରକମ୍ପିତ କରିଥିଲେ। ସନ୍ଧ୍ୟାରେ ବିଜେପି ନେତା ରାକେଶ ମଲ୍ଲିକଙ୍କ ସହ ମନୀଷା, ଚିନ୍ମୟୀ ବେହେରା, ରାଜାରାମ ମହାପାତ୍ର, ମୃତ୍ୟୁଞ୍ଜୟ ଜେନା, କିଶୋର କୁମାର ବେହେରାଙ୍କ ସହ ଶତାଧିକ ବିଜେପି କର୍ମୀ ବ୍ଲକ ପ୍ରମୁଖ ସ୍ଥାନରେ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ବାହାନଗାରୁ ଶ୍ରୀ ଶିଶିର ଭାଇଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।